ସମ୍ବଲପୁର ରଣେଶ୍ୱରାମଚଣ୍ଡୀ ମନ୍ଦିରରେ ଫାଲ୍ଗୁନ ପୂର୍ଣ୍ଣିମା ଅବସରରେ ଗୁଡ଼ିଖାଇ ତିହାର ପାଳିତ ହୋଇଯାଇଛି। ପୂଜକ ଦେବୀପ୍ରସାଦ ଭୋଇ ଏବଂ ପୂଜକ ବାସୁଦେବ ଭୋଇ ନୂଆ ଫଳ ଆଉ ଫୁଲର ସମାରୋହ ଗୁଡ଼ି ଆଉ ସାକରପଟି ଚଣା ଗୁଡ଼ ସମସ୍ତ ଦେବାଦେବୀଙ୍କୁ ଭୋଗ ଅର୍ପଣ କରାଯାଇଥିଲା। ଭୋଗ ଅର୍ପଣ କଲାପରେ କୁଲ୍ତା ସମାଜର କର୍ମକର୍ତ୍ତାମାନେ ସଭାପତି କୃପାସିନ୍ଧୁ ଖମାରୀ, ଦେବୋତ୍ତମ ପ୍ରଧାନ, ଦେବଦତ୍ତ ସାହୁ, ସରୋଜ ପ୍ରଧାନ, ସୁଦାମ ଭୋଇ, ମୁରଳୀ ପ୍ରଧାନ, ମହିଳାମାନଙ୍କ ମଧ୍ୟରେ ନଳିନୀ ପ୍ରଧାନ, ପୁଷ୍ପାଞ୍ଜଳି ପ୍ରଧାନ, ଜୁଲି ସାହୁ, ଲକ୍ଷ୍ମୀପ୍ରିୟା ସାହୁ, ଭୂମିସୁତା ପ୍ରଧାନ, ସ୍ୱର୍ଣ୍ଣକାନ୍ତି ପ୍ରଧାନ, ଶିଲା ବଢ଼େଇ, ବିଳାସିନୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।